ଢେଙ୍କାନାଳ ଜିଲ୍ଲା ଷଡ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଖଙ୍କିରା ସଂରକ୍ଷିତ ଜଙ୍ଗଲର ପାଦଦେଶରେ ଅବସ୍ଥିତ ବ୍ରାହ୍ମଣୀ ତୈଲା ମଧ୍ୟ ଦେଇ ଏକ ଦନ୍ତାହାତୀ ଆଜି ଦିନ 3ଟା ସମୟରେ ପ୍ରବେଶ କରି ଗ୍ରାମମୁଖୀ ହେଉଥିବା ବେଳେ ଜନସାଧାରଣ ବହୁ ପାଟିତୁଣ୍ଡ କରିବାରୁ ଏହି ହାତୀଟି ଏକମାତ୍ର ଫସଲ ଯିଏକି ହେଉଛି ଧାନ ଚାଷ ତା ମଧ୍ୟରେ ପଶି ଧାନ ଚାଷକୁ ନଷ୍ଟ କରିବାର ଲାଗି ରହିଛି। ଏହି ହାତୀ ଉପରେ ଖଙ୍କିରା ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇଛି। ଏଠାରେ ସୂଚନାଯୋଗ୍ୟ ଯେ ବ୍ରାହ୍ମଣୀ ତୈଲା ଅଞ୍ଚଳରେ ଗୋଟିଏ ଟ୍ରେନ୍ ସମ୍ଭବ ଖୋଲାଯାଇ ସେଇଠି ବନ୍ଦ ନ କରି ସେଇଠି ଖୋଲା ରହିଛି, ଯାହାଫଳରେ କି ହାତୀ ଏବଂ ବିଭିନ୍ନ ସମୟରେ ବିଭିନ୍ନ ବନ୍ୟଜନ୍ତୁ ସେହି ବାଟ ଦେଇ ଚଳପ୍ରଚଳ ହେଉଛନ୍ତି। ଏଥିପାଇଁ ବାରମ୍ବାର ଚାଷୀକୂଳ ଏବଂ ଜନସାଧାରଣ ଅଭିଯୋଗ କରିଥିଲେ ମଧ୍ୟ ଏହାର କୌଣସି ଫଳ ମିଳିପାରୁନାହିଁ। ଏ ଦିଗରେ ଜିଲ୍ଲାପାଳ ଏବଂ ବନଖଣ୍ଡ ଅଧିକାରୀ ତୁରନ୍ତ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଅଞ୍ଚଳବାସୀ ଦୁଃଖ ପ୍ରକାଶ କରିଛନ୍ତି। କାରଣ ଚାଷ ଏ ବର୍ଷ ବହୁ କଷ୍ଟରେ ହୋଇଥିବା ବେଳେ ଏହି ଚାଷ ସମ୍ପଦ ଏକମାତ୍ର ସମ୍ବଳ ହୋଇଥିବାରୁ ଜନସାଧାରଣ ଯଦି ଚାଷର ଆଦ୍ୟରୁ ଏମିତି ହାତୀ ଆସି ନଷ୍ଟ କରିବ ତାହେଲେ ଭବିଷ୍ୟତରେ ଏ ଚାଷୀମାନେ କ'ଣ ଯେ କରିବେ ତାହା ସେଇ ଈଶ୍ୱର ହିଁ ଜାଣନ୍ତି।